ସାର୍ ମୁଁ ଭଦ୍ରକରୁ କହୁଛି। ସାର୍ ଆକ୍ଚୁଆଲି କଣ ହେଇଛି ନା ଆମ ଗାଁରେ ଯୋଉ ୟା ପୂର୍ବଥର ଯୋଉ ଇଲେକ୍ସନ ହେଇଥିଲା 1.5 ବର୍ଷ ଆଗରୁ ପଞ୍ଚାୟତ ଇଲେକ୍ସନ, ସେଥିରେ ଆମର ଜଣେ ୱାର୍ଡ ମେମ୍ବର ଜିତିଥିଲେ ଆମ ଗାଁରୁ। ବହୁତ କମ୍ପିଟିସନ ହେଇଥିଲା ତ ଜିତିଥିଲେ ସିଏ। ତ ତାଙ୍କର ସାର୍ କଣ ହେଲା, ସେ ଇଲେକ୍ସନ ଲଢିବାର ସେତେବେଳେ ତାଙ୍କ ସ୍ତ୍ରୀ ପ୍ରେଗନେଣ୍ଟ ଥିଲେ। ତାପରେ ତାଙ୍କର ପିଲା ଜନ୍ମ ହେଇଗଲା। ତ ତାଙ୍କର 3ଟା ପିଲା ଅଛନ୍ତି, ଠିକ ଅଛି ସାର୍। ତ 3ଟା ପିଲା ଅଛନ୍ତି, ଆମେ ସେଇ କଥା କହିଲୁ କି ନିୟମ ଅନୁଯାୟୀ ତ ତୁମେ ରହିପାରିବନି, ତ କାହିଁକି କମ୍ପିଟ୍ କରୁଛ, କମ୍ପିଟ୍ କରନି, ଏସବୁ ପ୍ରୋବ୍ଲେମ କଥା। ତାପରେ ସେ ଦୂସରା ପଲିଟିକାଲ ଇସ୍ୟୁ ଲାଗି ସେ କହିଲେ ତୁମେ କାହିଁକି କହିବ, ସେ କହିବ ମୋର ଇଚ୍ଛା ହବ ମୁଁ 4ଟା ପିଲା ଜନ୍ମ କରିବି, 5ଟା। ମୁଁ କହିଲି ଠିକ ଅଛି, ତ ସେଥିରୁ କିଛି ପ୍ରୋବ୍ଲେମ ନାହିଁ। ତ ବାକି ତାପରେ ଆମେ ସାର୍ କଣ କଲୁ, ଯେତେବେଳେ ପଚାରିଲୁ ଆମକୁ ଶୁଣିବାକୁ ମିଳିଲା ଯେ ସେ ସାର୍ ଯୋଉ ମେଡିକାଲ ସାର୍ଟିଫିକେଟ ହୁଏନି କି, ମେଡିକାଲ ସାର୍ଟିଫିକେଟରେ ସେ କେମିତି ଫର୍ଜରୀ ବେସିସ ରେ ଗୋଟେ ପିଲାକୁ ତାଙ୍କର ବଡ ଭାଇଙ୍କ ନାଁରେ, ମାନେ ବାପ ଆଉ ୱାଇଫ ତାଙ୍କ ଭାଉଜଙ୍କ ନାଁରେ ପକେଇ ଦେଇଛନ୍ତି। ଆଚ୍ଛା। ଆଉ ଆଉ ସାର୍ ସ୍କୁଲରେ ବି ବୋଧେ ଆଡମିସନ ପାଇଁ ସେଇ ହିସାବରେ ଆଗକୁ ବଢେଇଛନ୍ତି ଡକୁମେଣ୍ଟ, ସ୍କୁଲରେ ଅଙ୍ଗନବାଡିରେ। ତ ସେଇ କଥା ମୁଁ ସାର୍ ଜାଣିବାକୁ ଚାହୁଁଥିଲି ଯେ ଯେତେବେଳେ ସେମାନେ ଗର୍ଭବତୀ ହୁଅନ୍ତି ସେତେବେଳେ ତ ତାଙ୍କର ମମତା ରେକର୍ଡ ଥାଏ ନା ସାର୍। ସେତେବେଳେ ତ ସେ ସେମିତି କରିପାରିବେନି କି ପ୍ରେଗନେଣ୍ଟ ଜଣେ ହେଲେ ଆଉ ଜଣଙ୍କ ନାଁରେ ତ ସେମିତି କେବେ ବି କରାଯିବନି, କାହିଁକି ନା ସେମିତି ତାଙ୍କ ଅଣ୍ଡା ଚାଉଳ ଏସବୁ ଜିନିଷ ମିଳେ ଗଭର୍ଣ୍ଣମେଣ୍ଟ ତରଫରୁ, ମିଳିବ ନାହିଁ। ତ ସେଥିରେ ତ ଏ ଫର୍ଜରୀ ତ କରିହବନି, କାହିଁକି ନା ଯଦି ଗର୍ଭବତୀର ମୃତ୍ୟୁ ହେଇଯାଉଛି କାଲି ଇନ କେସ୍, ତ ସେଥିରେ ତ ଅଙ୍ଗନବାଡି ୱାର୍କର ବିଚାର ଫସିଯିବ। ତ ସେ କେବେ ବି ସେଥିରେ ତ ସାର୍ କ୍ଲିୟରଲି ଥିବ ନା। ତାପରେ ସାର୍ ମୁଁ ସାର୍ ଯେତିକି ଶୁଣିଲି କି ଜଣକୁ ଆଡପ୍ଟ କରିବା ପାଇଁ ବି ଲିଗାଲ ପ୍ରୋସିଡିଓର ବହୁତ ଲଙ୍ଗ ଅଛି। ଆଉ ତାଙ୍କର ସେ ବଡ ଭାଇଙ୍କର ବି ଡେଥ ହେଇସାରିଛି ଅଲରେଡି, ତ ତାକୁ ଆଡପ୍ଟ କେମିତି କଲେ? ତ ସିଏ ସେମିତି ସାର୍ ବାର୍ଥ ସାର୍ଟିଫିକେଟ ଜେନେରେଟ କରିସାରିଲା ପରେ ତାଙ୍କର ବାର୍ଥ ସାର୍ଟିଫିକେଟ ଥରେ ଫାଦର ନା ଚେଞ୍ଜ ହେଇଗଲେ, ସେ ସେମିତି କରିକି ଆଧାର ଜେନେରେଟ କରି ନେଇଛନ୍ତି। ଆଧାର ତ ସାର୍ ଆପଣ କାହାକୁ ବି ଏବେ ତ ଆଧାର କାହାର ବାପା ନାଁକୁ ପ୍ରୁଭ କରୁନାହିଁ, ଆପଣ ସିମ୍ପଲି ଡକୁମେଣ୍ଟ ଦେଲେ ସେ ବାପା ନାଁ ପ୍ରୁଭ କରିନଉଛି। ତ ଆଧାର ଜେନେରେଟ କରି ନେଇଛି, ଆଧାର ଦେଖିକି ସ୍କୁଲ ତାକୁ ଆଡମିସନ କରି ନେଇଛି, ତା ବଡ ଛୁଆ କେସରେ ମେ ବି, ମୁଁ ଯେତିକି ଲାଗୁଛି ସାର୍। ତ ସାର୍ ମୁଁ ଚାହୁଁଥିଲି ତାଙ୍କ ଇଏରେ ତାଙ୍କ କେସରେ ଗୋଟେ ଆରଟିଆଇ ମାଗିବା ଲାଗି। ତ ସାର୍ ସେ ଆରଟିଆଇ ଟା କାହାକୁ ମାଗିବି? ମତେ ଅଙ୍ଗନବାଡି ୱାର୍କର ପାଖରୁ ତ ସେ ରେକର୍ଡ ଦରକାର କି ତାଙ୍କ ସ୍ତ୍ରୀର ଏଇଟା କେତେ ନମ୍ବର ଗର୍ଭ ଥିଲା ଆଉ କେବେ ପ୍ରସବ ହେଇଛି। ଏବେ ଆପଣଙ୍କର ଯୋଉ ଆରଟିଆଇ ମାଗିବେ ଆପଣ ସିଡିପି ଅଫିସରେ ମାଗନ୍ତୁ। ଆଜ୍ଞା ଏବେ ତାଙ୍କ ମିସେସଙ୍କ ନାଁ, ସିଡିପି ଅଫିସ। ହଁ ସିଡିପି ଅଫିସ, ଆପଣ ମିସେସଙ୍କ ନାଁ ଜାଣିଛନ୍ତି? ସେ ମିସେସଙ୍କ ଆଜ୍ଞା ନାଁରେ ଆପଣ କଣ କରିବେ, ସିଡିପି ଅଫିସରେ ଫାଇଲ କରିବେ ଯେ ଆଙ୍କର ଯେ ମମତା ଯୋଜନାରେ କେତେ ପଇସା ପାଇଛନ୍ତି, କେବେ କେବେ, ଆଜ୍ଞା ଆଜ୍ଞା କେତେଟା ପିଲା ପାଇଁ ମମତା ଯୋଜନାରେ କେତେ କେତେ ପଇସା ପାଇଛନ୍ତି। ଆଜ୍ଞା ତେଣୁ ଯେହେତୁ ମମତା ଯୋଜନାରେ ପଇସା ପାଇଥିବେ, ସେ ରେକର୍ଡ ବାହାର କରି ଦେଖେଇବେ ଯେ ଏଇ ଗାଁର ଏଇ ଲୋକ ଏତେ ଆଜ୍ଞା ପଇସା ପାଇଛି ବୋଲି। ତ ଆପଣଙ୍କୁ ସେ 2ଟା ପିଲା ହେଲେ 2ଟା ଆଜ୍ଞା ପିଲା ଦେବେ, 3ଟା ପିଲା 3ଟା ପିଲା ଦେବେ। ଆପଣଙ୍କ ଆଜ୍ଞା ପାଖରେ ସାର୍ ରେକର୍ଡ ମିଳିଗଲା ସିଡିପି ଅଫିସରୁ। ଓକେ, ଆଜ୍ଞା 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 ଦ୍ୱିତୀୟ କଥା, ମେଡିକାଲରେ ତାଙ୍କର ଇଏ ହେଇଥିବ, ଆପଣ ସେ ଯୋଉ ଆଶା କର୍ମୀ ଅଛନ୍ତି ନା, ତାଙ୍କୁ ଟିକେ ପଚାରି ବୁଝନ୍ତୁ ଯେ ତାଙ୍କ ଡେଲିଭରି ଆଜ୍ଞା ସବୁ 3ଟାଙ୍କ ପିଲାର ମେଡିକାଲ ହେଇଛି ନା ଆଉ କୋଉଠି ହେଇଛି। ଆଜ୍ଞା ଆଜ୍ଞା ଯଦି ସେମିତି ମେଡିକାଲ ହେଇଥିବ ବୋଲି ଆପଣ ଜାଣିଲେ, ଏବେ ଆପଣ କଣ କରନ୍ତୁ, ଆଜ୍ଞା ଯାଇକି ମେଡିକାଲ ଯୋଉ ଡିଷ୍ଟ୍ରିକ୍ଟ ମେଡିକାଲ ଅଛି ସେଠି ଆପଣ ଗୋଟେ ଆରଟିଆଇ ଫାଇଲ କରନ୍ତୁ। ତାଠୁ ଗୋଟେ ରିପୋର୍ଟ ଆଜ୍ଞା ଆଣନ୍ତୁ ଯେ ଏଇ ଯୋଉ ପିଲାର, ଯୋଉ ଲୋକଟାର ଯୋଉ ମେଡିକାଲରେ ଡେଲିଭରି ହେଇଛି ତାର ସମ୍ପୂର୍ଣ୍ଣ ରେକର୍ଡ ମତେ ଦିଆଯିବ। ଆଜ୍ଞା ହେଲା, କେବେ ଆଜ୍ଞା କେବେ ହେଇଛି, କଣ ହେଇଛି। ଆଜ୍ଞା ଏଠି କଥା ଉଠୁଛି, ଯଦି ଆପଣ ଆରଟିଆଇ ମାଗିବେ, ଏଟା ଗୋଟେ ପର୍ସନାଲ ଆଜ୍ଞା ଇନଫରମେସନ ଭାବି ସେମାନେ କଣ କରିବେ, ଏଟା କାଟି ଦେଇ ପାରନ୍ତି। ଯେହେତୁ ଆଜ୍ଞା କାହାର ବ୍ୟକ୍ତିଗତ ଜୀବନ ଉପରେ ଆଧାର, ହେଲା, ଆଜ୍ଞା ତେଣୁ ସେ କାଟି ଦେଇ ପାରିବେ। ତ ସାର୍ ତାର କଣ ଅଛି ସାର୍ ସଲ୍ୟୁସନ? ବିକଳ୍ପ ହଉଛି, ଆପଣ କାହାର ନିଜର ଜଣକର ନବାଗି ଆପଣ ସେଇ ଆଜ୍ଞା ଗାଁରେ ତା ଆଜ୍ଞା ବଡ ପିଲାକୁ କେତେ ବର୍ଷ? ବଡ ପିଲାକୁ ହବ ସେଇ ସାର୍ 7-8 ବର୍ଷ। 8 ବର୍ଷ। ଆପଣ ବିଗତ ଆଜ୍ଞା 10 ବର୍ଷ ଭିତରେ ସେଇ ଗାଁରେ କୋଉ ଆଜ୍ଞା କୋଉ ଲୋକମାନେ ମମତା ଯୋଜନାରେ ପଇସା ପାଇଛନ୍ତି ସବୁ ଡାଟା ମାଗି ଦିଅନ୍ତୁ। ଆଜ୍ଞା କ୍ଲିୟର ହେଲେ? ଆଜ୍ଞା ଆପଣ ଯଦି ଜଣକର ଆଜ୍ଞା ସାର୍ ମାଗୁଛନ୍ତି, ସେ କହିବେ ଏଟା ବ୍ୟକ୍ତିଗତ ଡାଟା ଆମେ ଆଜ୍ଞା ଦବୁନୁ। ଆପଣ ଗାଁର ଡାଟା ଆଜ୍ଞା ମାଗିବେ, ସାର୍
जे कोउ ଆଜ୍ଞା लोक ସାର୍ ममता योजना रे केबे केते पैसा पाइची आपण दी ଆଜ୍ଞା तीन टा कॉलम कर दे प्रथम होची बेनिफिशियरी नेम ଆଜ୍ଞା ममता योजना रे पाइथिबा पैसा प्रथम गर्भ ଆଜ୍ଞା द्वितीय गर्भ ଆଜ୍ଞା तृतीय गर्भ ହେଲା ଆଜ୍ଞା ଏବେ ସେଇ ଲୋକର ମ୍ୟାଚ୍ କରି ସେ ତିनଟା ଆପଣଙ୍କୁ ଦେଇଦେବେ ବୁଝିପାରିଲେ ଆଜ୍ଞା ଏବେ ଆପଣ ଯେତେବେଳେ ଆଜ୍ଞା ପାଇ ସାରିବେ ଆପଣ ଡାଟାକୁ ନେଇ କରିବେ କଣ ସାର୍ ଆମେ କଲେକ୍ଟର ଅଫିସ କୁ ଭାବିଛୁ ରେଜିଷ୍ଟ୍ରି ମେ କରିବୁ ତାଙ୍କୁ ଚିଠି ଆପ୍ଲିକେସନ ଗାଁ ଲୋକ କଣ ହବ କଣ ଏଥିରେ ସାର୍ ଏଥିରେ ସାର୍ ତାଙ୍କର ସଭ୍ୟ ପଦ ଟା ଆମର ରଦ ଦରକାର ସାର୍ ଇଲେକ୍ସନ କେତେ ବର୍ଷ ହେଇଗଲାଣି ଇଲେକ୍ସନ ସାର୍ 2 ବର୍ଷ ତ ପୁରୀ ନାହିଁ ପୁରା ପୁରୀ ନାହିଁ ଏବେ ଆପଣ ରଦ୍ଦ କରିବା ପାଇଁ ଆପଣ କୋର୍ଟରେ ଗୋଟେ ଫାଇଲ କରନ୍ତୁ ଆଜ୍ଞା ଯେ ଏଇ ଲୋକର ଗର୍ଭ ହଉଛି ଏଇଆ ତେଣୁ ତାକୁ ଗୋଟେ କୋର୍ଟରେ ଆଜ୍ଞା ଫାଇଲ ଆଗୁତୁରା ଗୋଟେ କୋର୍ଟରେ ଫାଇଲ କରିଦିଅନ୍ତୁ ଆପଣ ଆରଟିଆଇ ତ ଆସିବ ମାସେ ଲାଗିଯିବ କୋର୍ଟରେ ଗୋଟେ ଆଜ୍ଞା ଫାଇଲ କରିଦିଅନ୍ତୁ ଯେ ତାର 3ଟି ପିଲା ତେଣୁ ସେ ଠିଆ ହେଇଛି ଆଜ୍ଞା ଆକୁ ଯାଞ୍ଚ କରାଯାଇ ନାହିଁ ତେଣୁ ତାର ସଭ୍ୟପଦ ରଦ୍ଦ ଆଜ୍ଞା କରାଯାଉ ବୋଲି କୋର୍ଟରେ ଗୋଟେ ଆଗେ ଫାଇଲ କରିଦିଅନ୍ତୁ ଠିକ ଅଛି ଓକେ ସାର୍ ଆଉ କଣ ଅଛି କୁହନ୍ତୁ ଆଜ୍ଞା ସାର୍ ନାଇଁ ସାର୍ ସମସ୍ୟା ତ ଏତିକ ଥିଲା ସାର୍ ହୁଁ। ସାର୍ ଆପଣଙ୍କ ସାର୍ କଥା ହି ଭଲ ଲାଗିଲା ସାର୍ ସାର୍ ଯଦି କିଛି ଛୋଟ ମୋଟ ଡାଉଟ୍ ଆଉ କେସ୍ ଉପରେ ଥିବ ତ ଆପଣଙ୍କୁ ମୁଁ ହ୍ୱାଟ୍ସଆପ ରେ ଇଏ ମାଧ୍ୟମରେ ଚାଟିଂ ନିଶ୍ଚ- ମାଧ୍ୟମରେ ପଚାରି ପାରିବି ନିଶ୍ଚିନ୍ତ ନିଶ୍ଚିନ୍ତ କଲ୍ କରିପାରିବେ କିଛି ଅସୁବିଧା ନାହିଁ ମୁଁ ସକାଳେ ଫ୍ରି ରହୁଛି କଲ୍ କରି କଥାବାର୍ତ୍ତା ହେଇପାରିବେ କିଛି ଅସୁବିଧା ନାହିଁ ଆଜ୍ଞା